ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆସିଲା ସୁଭଦ୍ରା ହିତାଧିକାରୀମାନଙ୍କ ପାଇଁ ବଡ଼ ଅପଡେଟ୍। ମାର୍ଚ୍ଚ 8 ତାରିଖ ଦିନ କୋଉ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ତେଣୁକରି ଆପଣଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଆଉ ଆପଣ ଯଦି ଚ୍ୟାନେଲକୁ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରି ପକାନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ଖବର ସର୍ବପ୍ରଥମେ ପାଇପାରିବେ। ଫୁଲ୍ ଇନଫର୍ମେସନ ଜାଣିବା ପାଇଁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ମାର୍ଚ୍ଚ 8 ତାରିଖ ଦିନ ସୁଭଦ୍ରା ଟଙ୍କା ମିଳିବ। ଚାଲନ୍ତୁ ଜାଣିବା ସୁଭଦ୍ରା ଟଙ୍କା। ମାର୍ଚ୍ଚ 8 ତାରିଖ ଦିନ କୋଉ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ତୃତୀୟ କିସ୍ତି ପ୍ରଦାନ କରିବାକୁ ପ୍ରସ୍ତୁତି। ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଏବଂ ବାକି ରହିଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ 5,000 ଟଙ୍କା ପଠାଯିବ। ରାଜ୍ୟସ୍ତରୀୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଅର୍ଥର ଶୁଭ ଆରମ୍ଭ କରିବେ। ସରକାରୀ ସୂଚନା ଅନୁଯାୟୀ ଯେଉଁ ମହିଳାମାନେ ପୂର୍ବରୁ ଆବେଦନ କରିଥିଲେ କିନ୍ତୁ କୌଣସି ତ୍ରୁଟି ଯୋଗୁଁ ସୁଭଦ୍ରା ଟଙ୍କା ଆପଣ ପାଇନାହାନ୍ତି, ସେମାନଙ୍କ ସମସ୍ୟା ସମାଧାନ କରାଯାଇ ମାର୍ଚ୍ଚ 8 ତାରିଖ ଦିନ ଟଙ୍କା ପଠାଯିବ। ଯେଉଁମାନଙ୍କର ଇ-କେୱାଇସି ବାକି ଅଛି ସେମାନଙ୍କୁ ତୁରନ୍ତ ଏହା କରିବାର ପରାମର୍ଶ ଦିଆଯାଇଛି। ତେଣୁ ଆପଣଙ୍କର ମୋବାଇଲରେ ମାର୍ଚ୍ଚ 8 ତାରିଖ ଦିନ ଏକ ମେସେଜ ଉପରେ ନଜର ପକାନ୍ତୁ। ଦର୍ଶକ ବନ୍ଧୁ, ଅଧିକା ସୂଚନା ଜାଣିବା ପାଇଁ ଆପଣ ଯଦି ନୂଆ କରି ଆମ ଚ୍ୟାନେଲକୁ ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ଖବର ପାଇପାରିବେ। ଯେଉଁ ସୁଭଦ୍ରା ହିତାଧିକାରୀମାନେ କୌଣସି ତ୍ରୁଟି ଯୋଗୁଁ ସୁଭଦ୍ରା ଟଙ୍କା ପାଇନାହାନ୍ତି ତାହେଲେ ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ। ଦର୍ଶକ ବନ୍ଧୁ, ଆଜି ପାଇଁ ଖବର ଏତିକି। ଜୟ ଜଗନ୍ନାଥ। ପୁଣି ନେକ୍ସଟ ଖବର ପାଇଁ ଆପଣ ଅପେକ୍ଷାରେ ରୁହନ୍ତୁ।